ତିନି ରଥର ତାର ତତ୍ଵ ହେଉଛି ଆଧ୍ୟାତ୍ମିକ ତାପ ବୋଲେ ଆତ୍ମହତ୍ୟା ଜନିତ ପାପ ବା କାହାକୁ ପୀଡ଼ା ବା ଦୁଃଖ ଦେବାର ତାପ କଷ୍ଟ। ଆଦି ଭୌତିକ ତାପ କହିଲେ ବେମାରୀ ବା ଆମର ଜନ୍ମ ଜନ୍ମାନ୍ତର ଧରି ଯେଉଁ ଅଭିଶାପରୁ ଯେଉଁ ବିଭିନ୍ନ ପ୍ରକାର ରୋଗ ଆମକୁ ସୃଷ୍ଟି ହେଉଛି। ଆଧି ଦୈବିକ ତାପ କହିଲେ ଅକାଳ ମୃତ୍ୟୁ, ବଜ୍ରପାତ ବା ରାସ୍ତାଘାଟରେ ଯେଉଁ ପାଣିରେ ବୁଡ଼ିଯିବା, ନିଆଁରେ ପୋଡ଼ିଯିବା, ଏହିସବୁ ତାପ ବା କଷ୍ଟରୁ ରକ୍ଷା ପାଇବା ପାଇଁ ଆମେ ତିନୋଟି ରଥକୁ ଆମର ପୂର୍ବାଚାର୍ଯ୍ୟମାନେ ସ୍ଥିର କରିଛନ୍ତି। ବଳିଆ ନିଜେ ଗୋଟେ ସଙ୍ଗୀତରେ ଲେଖିଛି, ତ୍ରିତାପ ଦଳନେ ତ୍ରିରଥ ଚାଲଇ, ଏ ସଂସାର ବଡ଼ ଦାଣ୍ଡ ଯେ ଅଟଇ। ରଥ କହିଲେ ଆମ ଶରୀର, ରଥ ଏବଂ ରଥରେ ଯେଉଁ ଠାକୁର ଅଛନ୍ତି ସେ ଆମରି ଠାକୁର, ଆମ ଭିତରେ ଥିବା ଠାକୁର, ଅର୍ଥାତ୍ ବଳଦେବ। ବଳଦେବ କହିଲେ ଆମରି ଭିତରେ ଥିବା ଶରୀରର ବଳ, ମନର ବଳ, ଇନ୍ଦ୍ରିୟମାନଙ୍କର ବଳ ବା ଯେଉଁ ଧନ ବଳ, ଜନ ବଳ, ମନ ବଳ, ଏଇ ହେଉଛନ୍ତି ବଳଦେବ। ସେ ଆମରି ଭିତରେ ଅଛନ୍ତି, ସେଠି ରଥ ଉପରେ ବସି ଟଣା ହେଉଛନ୍ତି। ସୁଭଦ୍ରା କହିଲେ ଆମର ଭଦ୍ର ଚିତ ମା, ଭଗ୍ନୀ ଏବଂ ମାଉସୀ, ପିଉସୀ, ଯେଉଁମାନଙ୍କୁ ଆମେ ମାର ସମ୍ମାନ ଦେବା କଥା କିନ୍ତୁ ବେଳେବେଳେ ଆମେ ଦେଉନୁ। ତେଣୁ ସେଇ ସୁଭଦ୍ରା ହେଉଛନ୍ତି ଆମରି ଭିତରେ ଥିବା ଯେଉଁ ମାତୃଶକ୍ତିର ପ୍ରଭାବ। ବୁଦ୍ଧିକୁ କରି ଆଗୋସାର, ବୁଦ୍ଧି ରୂପିଣୀ ସୁଭଦ୍ରା ଆମରି ଭିତରେ ଅଛନ୍ତି, ସେଠି ଆମେ ରଥରେ ଟାଣୁଛୁ। ତାପରେ ଆଧି ଆଧ୍ୟାତ୍ମିକ, ଆଧି ଭୌତିକ, ଆଧି ଦୈବିକ। ଆଧି ଦୈବିକଙ୍କର ଇଏ ହେଉଛନ୍ତି ଆମରି ଭିତରେ ଥିବା ଆତ୍ମା। ଆମରି ଭିତରେ ଯେଉଁ ଆତ୍ମା ଲୁଚି ରହିଛି, ସେ ଆତ୍ମାକୁ ଆମେ ଆମ ଭିତରେ ଦେଖିପାରୁନୁ, କିନ୍ତୁ ଜଗନ୍ନାଥଙ୍କ ରୂପରେ ଆମେ ଦେଖୁଛୁ। ଇଏ ହେଉଛି ମୋଟାମୋଟି ତାର କଥା। ଶ୍ରୀପୂର୍ଣ୍ଣ କ୍ଷେତ୍ର, ଶ୍ରୀକ୍ଷେତ୍ର ଅଟଇ, ସବୁ କ୍ଷେତ୍ର ଗୋଟି ଶ୍ରୀକ୍ଷେତ୍ର ରାଜଇ। ଏଗୁଡ଼ା ସବୁ ମୋ ଲେଖା। ପୁରୀ ଠାରୁ ସର୍ବ ପୁରୀ ପର୍ଯ୍ୟନ୍ତ ସବୁଠାରେ ପୂର୍ଣ୍ଣ ଭାବେ ବିରାଜିତ। ଏଭଳି ଅନେକ କଥା ତ ରହିଛି। ଆଉ ଗୋଟିଏ କଥା ବି କହିପାରିବ ଯେ ମାନେ ଆମର ବଳଦେବଙ୍କ ରଥର ନାମ ହେଉଛି ତାଳଧ୍ୱଜ। ତାଳଧ୍ୱଜର କ'ଣ କେତେ ଅର୍ଥ ବାହାରିବ? ଆମର ଯେଉଁ ନାସାର ଦୁଇ ପୁଡ଼ାରେ ତାଳରେ ଯେଉଁ ନିଶ୍ୱାସ ପ୍ରଶ୍ୱାସ ପ୍ରବାହିତ ହେଉଛି, ଯେଉଁଟାକି ବେତାଳ ହେଲେ ଆମେ ମୃତ୍ୟୁବରଣ କରିବା, ସେଇ ବଳଦେବଙ୍କର ନାମ ସମସ୍ତ ଜୀବଜଗତର ତରଫରୁ ସେ ରଥର ନାଁ ହେଇଛି ତାଳଧ୍ୱଜ। ତାପରେ ନନ୍ଦିଘୋଷ। ନନ୍ଦିଘୋଷ ହେଉଛି, ନନ୍ଦୀ କହିଲେ ଆନନ୍ଦ, ଘୋଷ କହିଲେ ବିଜୟ। ଜୀବନରେ ଶାନ୍ତି ପାଇବା ପାଇଁ, ବିଜୟ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥରେ ବସିଛନ୍ତି, ଆମେ ତାକୁ ଟାଣୁ। ଇଏ ହେଉଛି ତତ୍ତ୍ୱ। ଆଉ କେଉଁ ଶାସ୍ତ୍ରରେ କ'ଣ ଲେଖା ହେଇଛି ମୁଁ କହିପାରିବିନି। ତାପରେ ସୁଭଦ୍ରାଙ୍କ ରଥର ନାମ ହେଉଛି ଦର୍ପଦଳନ। ଏଇଟା ହେଉଛି ମୁଖ୍ୟ ପ୍ରସଙ୍ଗ ଯେ ଆମରି ଭିତରେ ଯେଉଁ ଅହଙ୍କାର, ଅହଙ୍କାରଂ ବଳଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହମ୍, ଗୀତାର 16 ଅଧ୍ୟାୟ। ସେଇ ଯେଉଁ ଆସୁରିକ ଗୁଣ, ଯଦି ଶ୍ଳୋକ କହି ନପାରିବ, ଆସୁରିକ ଗୁଣ ଦୈବାସୁର
ସମ୍ପଦ ବିଭାଗ ଯୋଗର ଯେଉଁ ଆସୁରିକ ପ୍ରବୃତ୍ତିର କଥା ସେଇଟାକୁ ଆମରି ଭିତରେ ସେ ଅଛି। ତାକୁ ଆମେ ଦଳନ ବା ଗଞ୍ଜନ କରିବା ପାଇଁ ସଂଯମ କରିବା ପାଇଁ ସେ ମା ସୁଭଦ୍ରା ନିଜେ ମାତୃରୂପିଣୀ ମା ସୁଭଦ୍ରା କଲ୍ୟାଣମୟୀ କୃପାମୟୀ ସେ ରଥରେ ବସିକିରି ଆମରି ଭିତରେ ତାକୁ ଦମନ କରୁଛନ୍ତି। ତେଣୁ ଇଏ ହେଉଛି ତତ୍ତ୍ୱ। ତେଣୁ ତତ୍ତ୍ୱକୁ ନ ବୁଝି କେବଳ ବାହ୍ୟ କଥାରେ ଆମେ ଆଲୋଚନା କଲେ ସେ କଥାର ଗୋଟେ ଶୁଣିବାକୁ ଭଲ ଲାଗିବ, କିନ୍ତୁ ତତ୍ତ୍ୱଟାକୁ ବୁଝିଗଲେ ଆମେ ରଥର ସବୁ କଥା ବୁଝିବା। ସେଠି ଯେଉଁ ଘୋଡ଼ା ଗୁଡ଼ିକ ଲାଗିଛି ସେ ହେଉଛି ଇନ୍ଦ୍ରିୟାଣୀ ହୟା ଆହୁ, ଆମରି ଭିତରେ ଥିବା ଇନ୍ଦ୍ରିୟ ସେଠି ରଥର ଘୋଡ଼ା। ଆଉ ଏମିତି ବହୁତ କଥା ଅଛି, ଏତିକି କଥା ଭିତରେ ଯେତିକି ପାରିବ ସେତିକି କହିବ। ରହିଲି।